ଚୌଦ୍ୱାର କଟକ ରାଜନୀତିରେ ନୂଆ ମୋଡ଼। ବାପାଙ୍କ ପରେ ବିଜେପିରେ ଯୋଗ ଦେବେ କି ପୁଅ? କାହିଁକି ଏମିତି ବୟାନ ରଖିଲେ ସୌଭିକ? ବାପା ବିଜେପିରେ ମିଶିବା ପରେ ଏବେ ସବୁଠୁ ବଡ଼ ପ୍ରଶ୍ନ, ପୁଅଙ୍କ ରାଜନୈତିକ ଭବିଷ୍ୟତ କ'ଣ? ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ ନିଜ ରାଜନୈତିକ ସ୍ଥିତିକୁ ନେଇ ଦେଇଛନ୍ତି ବଡ଼ ବୟାନ। ସେ ସ୍ପଷ୍ଟ କରିଛନ୍ତି ଯେ ବିଧାନସଭା ସଭ୍ୟ ପଦ ଯିବା ନେଇ ତାଙ୍କର ତିଳେ ହେଲେ ଭୟ ନାହିଁ। ବାପା ପ୍ରଭାତ ବିଶ୍ୱାଳଙ୍କ ନିଷ୍ପତ୍ତିକୁ ସେ ପୂର୍ବରୁ ମାନି ସାରିଛନ୍ତି ଏବଂ ଆଗକୁ ମଧ୍ୟ ମାନିବେ। ସୌଭିକଙ୍କ ଏହି ସିଧାସଳଖ ବୟାନ ପରେ କଟକ ଚୌଦ୍ୱାର ସମେତ ପୁରା ରାଜ୍ୟ ରାଜନୀତିରେ ସରଗରମ ହୋଇଛି ଆଲୋଚନା। ପ୍ରଭାତ ବିଶ୍ୱାଳଙ୍କ ବିଜେପି ପ୍ରବେଶ ପରେ ଚୌଦ୍ୱାର କଟକର ରାଜନୈତିକ ସମୀକରଣ ବଦଳିବାକୁ ବସିଛି। ବିଜେଡିରୁ ପ୍ରଭାତଙ୍କ ବିଦାୟ ପରେ ଏବେ ସମସ୍ତଙ୍କ ନଜର ତାଙ୍କ ପୁଅ ତଥା ସ୍ଥାନୀୟ ବିଧାୟକ ସୌଭିକ ବିଶ୍ୱାଳଙ୍କ ଉପରେ। ବାପାଙ୍କ ଦଳବଦଳ ପରେ ନିଜ ରାଜନୈତିକ ପଦକ୍ଷେପକୁ ନେଇ ମୁହଁ ଖୋଲିଛନ୍ତି ସୌଭିକ। ନିଜର ବିଧାୟକ ପଦବୀ କିମ୍ବା ସଭ୍ୟ ପଦ ହରାଇବାର କୌଣସି ଆଶଙ୍କା ତାଙ୍କୁ ଡରାଇ ପାରିନାହିଁ ବୋଲି ସେ ଦୃଢ଼ତାର ସହ କହିଛନ୍ତି। ମୋର ସଭ୍ୟ ପଦ ଯିବାର କୌଣସି ଭୟ ନାହିଁ। ବାପା ଯେଉଁ ନିଷ୍ପତ୍ତି ନେଇଛନ୍ତି ମୁଁ ପୂର୍ବରୁ ମଧ୍ୟ ତାଙ୍କ ନିଷ୍ପତ୍ତି ସହ ଥିଲି ଏବଂ ଆଗକୁ ମଧ୍ୟ ତାଙ୍କ ନିଷ୍ପତ୍ତିକୁ ମାନି ଚଳିବି। ସୌଭିକଙ୍କ ଏହି ପ୍ରତିକ୍ରିୟା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ପରିବାର ଓ ରାଜନୀତି ଦୁଇଟି ଯାକ କ୍ଷେତ୍ରରେ ସେ ବାପାଙ୍କ ନେତୃତ୍ୱକୁ ହିଁ ଶ୍ରେଷ୍ଠ ମାନୁଥିବା ସଂକେତ ଦେଇଛନ୍ତି। ଯଦିଓ ସେ ବର୍ତ୍ତମାନ ଆଇନଗତ ଓ ଦଳୀୟ ବାଧ୍ୟବାଧକତା ଭିତରେ ଅଛନ୍ତି, ତଥାପି ତାଙ୍କର ଏହି ବୟାନ ସ୍ପଷ୍ଟ କରୁଛି ଯେ ସେ ବାପାଙ୍କ ସହ ଠିଆ ହେବାକୁ ପଛାଇବେ ନାହିଁ। ସେଥିପାଇଁ ବିଧାୟକ ପଦବୀ ଗଲେ ବି ପରବା ନାହିଁ। ଗୋଟିଏ ପଟେ ବିଜେଡି ଗଡ଼ରେ ଅସନ୍ତୋଷ ଇସ୍ତଫା ପର୍ବ ଚାଲିଥିବା ବେଳେ ଅନ୍ୟପଟେ ବିଜେପି ନିଜର ସଂଗଠନକୁ ଅଧିକ ମଜବୁତ କରିବାରେ ଲାଗିଛି। ପ୍ରଭାତ ବିଶ୍ୱାଳଙ୍କ ସହ ତାଙ୍କର ଶହ ଶହ ସମର୍ଥକ ବିଜେପିରେ ସାମିଲ ହୋଇସାରିଛନ୍ତି। ଏଭଳି ସ୍ଥିତିରେ ସୌଭିକଙ୍କ ଆଗାମୀ ଆଇନଗତ ଓ ରାଜନୈତିକ କଦମ କ'ଣ ହେଉଛି ତାହା ବିଜେପି ଦୁଇଟି ଯାକ କ୍ୟାମ୍ପ ପାଇଁ ସବୁଠୁ ବଡ଼ କୌତୂହଳର କଥା। ସୌଭିକ ବିଶ୍ୱାଳଙ୍କ ଏହି ପ୍ରତିକ୍ରିୟା କେବଳ ଏକ ବୟାନ ନୁହେଁ, ବରଂ ଚୌଦ୍ୱାର କଟକ ରାଜନୀତିରେ ଆସିବାକୁ ଥିବା ବଡ଼ ପରିବର୍ତ୍ତନ ସଂକେତ ବୋଲି କୁହାଯାଉଛି। ବାପାଙ୍କ ପଦାଙ୍କ ଅନୁସରଣ କରି ସୌଭିକ ଆଗକୁ କି ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ନଜର ରହିବ।